हेलो एवरीवन। आज आम सुरभि प्रोग्राम रो अष्टम श्रेणी रो माने सीनियर रो एसे गोटे देखिबा नुआ ओडिशा गठन रे लोककलार भूमिका। तो लोककला सदा ओडिशार सांस्कृतिक परिचयर गुरुत्वपूर्ण अंश थिबा सहित एवं ଏହା ରାଜ୍ୟର ଭବିଷ୍ୟତକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ନୂଆ ଓଡ଼ିଶାର ଗଠନରେ ଯେଉଁଠାରେ ପାରମ୍ପରିକ ଆଧୁନିକତା ସହ ମିଳିଥାଏ, ଲୋକକଳା ଏକ ସେତୁ ଭାବରେ କାମ କରେ। ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସମ୍ବିଧାନରେ ଗୁରୁତ୍ୱ ପାଇଥାଏ। ନିମ୍ନରେ ଲୋକକଳା କେମିତି ନୂଆ ଓଡ଼ିଶାର ଗଠନରେ ଭୂମିକା ନିଭାଉଛି ସେଗୁଡ଼ିକ ଦିଆଯାଇଛି। ଏକ ସାଂସ୍କୃତିକ ସଂରକ୍ଷଣ। ଲୋକକଳା ଓଡ଼ିଶାର ବିଶିଷ୍ଟ ସାଂସ୍କୃତିକ ପରିଚୟକୁ ସଂରକ୍ଷିତ କରେ। ପାରମ୍ପରିକ କଳାର ରୂପଗୁଡ଼ିକୁ ଯଥା ଚିତ୍ରପଟ, ଗୋଟିପୁଅ ନୃତ୍ୟ ଓ ସୌରା ପେଣ୍ଟିଂ। ଏହି କଳାଗୁଡ଼ିକ କାହାଣୀ, ପୁରାଣ ଏବଂ ଐତିହାସିକ ଅନୁଭୂତି ପ୍ରଦାନ କରିଥାଏ, ଯାହା ଓଡ଼ିଶାର ସାଂସ୍କୃତିକ ଦୃଶ୍ୟପଟରେ ଅତୀତ ଏବଂ ବର୍ତ୍ତମାନ ମଧ୍ୟରେ ନିରନ୍ତରତା ବଜାୟ ରଖିବାରେ ସହାୟତା ହୋଇଥାଏ। 2 ନମ୍ବର ପଏଣ୍ଟ, ସାମାଜିକ ସମାନତାର ଉନ୍ନତି। ପାଲା ଓ ଦାସକାଠିଆ ଭଳି ଲୋକକଳା ବିଭିନ୍ନ ପୃଷ୍ଠଭୂମିର ସମ୍ପ୍ରଦାୟକୁ ଏକାଠି କରି ସାମାଜିକ ଏକତାକୁ ପ୍ରୋତ୍ସାହିତ କରିଥାଏ। ଏକ ବିବିଧ ଓ ବିକାଶଶୀଳ ଓଡ଼ିଶାରେ ଏହି ପରମ୍ପରାଗୁଡ଼ିକୁ ପାରସ୍ପରିକ ସମ୍ମାନ ଓ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ସାମାଜିକ ଏକତା ଓ ସୌହାର୍ଦ୍ଦ୍ୟ ବୃଦ୍ଧିରେ ସହାୟକ ହୋଇଥାଏ। 3. ଅର୍ଥନୈତିକ ସଶକ୍ତିକରଣ। ଅନେକ ଗ୍ରାମୀଣ କାରିଗର ଲୋକକଳା ଉପରେ ଏଇଟା ଭୁଲ ଅଛି, ଟାଇପ ମିଷ୍ଟେକ୍ ଅଛି। ଅନେକ ଗ୍ରାମୀଣ କାରିଗର ଲୋକକଳା ଉପରେ ପ୍ରାଥମିକ ଭାବରେ ନିର୍ଭର କରିଥାନ୍ତି। ପଥର କାରୁକାର୍ଯ୍ୟ, ରୂପା ଫିଲିଗ୍ରୀ ଏବଂ ଆପ୍ଲିକ୍ୟୁ ଆର୍ଟ ଆଦି ଗ୍ରାମୀଣ ଅର୍ଥନୀତିକୁ ବଢ଼ାଇଥାଏ। ଉଭୟ ସ୍ଥାନୀୟ ଓ ଆନ୍ତର୍ଜାତିକ ବଜାରରେ ଏହି ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାର ପ୍ରୟାସ ସ୍ଥାୟୀ ଜୀବିକା ପ୍ରଦାନ କରିବା ସହିତ ଆର୍ଥିକ ଅନଗ୍ରସର ସମୁଦାୟର ଉନ୍ନତିରେ ସହାୟକ ହୋଇଥାଏ। 4 ନମ୍ବର ପଏଣ୍ଟ, ସାଂସ୍କୃତିକ ପର୍ଯ୍ୟଟନରେ ବୃଦ୍ଧି। ସାଂସ୍କୃତିକ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ଲୋକକଳା ଏକ ପ୍ରମୁଖ ଆକର୍ଷଣ। କୋଣାର୍କ ନୃତ୍ୟ ମହୋତ୍ସବ ଏବଂ ଧଉଳି କଳିଙ୍ଗ ମହୋତ୍ସବ ଭଳି କାର୍ଯ୍ୟକ୍ରମ ଏହି କଳାକୁ ପାଳନ କରି ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହ ଭିତ୍ତିଭୂମିର ବିକାଶ ଏବଂ ସାଂସ୍କୃତିକ ସଂରକ୍ଷଣରେ ଯୋଗଦାନ କରୁଛି। 5 ନମ୍ବର ପଏଣ୍ଟ, ବିଶ୍ୱସ୍ତରୀୟ ମାନ୍ୟତା। ଓଡ଼ିଶାର ଲୋକକଳା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ଲାଭ କରିବା ସହ ରାଜ୍ୟର ସାଂସ୍କୃତିକ ପରିଚୟକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିଛି। ପାରମ୍ପରିକ କାରିଗରୀ, ବୟନଶିଳ୍ପ, ନୃତ୍ୟ ଏବଂ ସଙ୍ଗୀତ ସମଗ୍ର ବିଶ୍ୱର ଦର୍ଶକଙ୍କ ଠାରୁ ପ୍ରଶଂସିତ ହେଉଛି। ଏହା ଏକ ପ୍ରକାର ସଫ୍ଟ ପାୱାର ଭାବରେ କାର୍ଯ୍ୟ କରେ। ବିଶ୍ୱସ୍ତରରେ ଓଡ଼ିଶାର ଭାବମୂର୍ତ୍ତି ଓ ପ୍ରତିଷ୍ଠାକୁ ବୃଦ୍ଧି କରିଥାଏ ଏବଂ ରାଜ୍ୟକୁ ସାଂସ୍କୃତିକ ସମୃଦ୍ଧ ଏବଂ ବିବିଧ ଭାବରେ ଅବସ୍ଥାପିତ କରିଥାଏ। ଆଧୁନିକ ସମସ୍ୟାର ପ୍ରତିବିମ୍ବ। ପରିବେଶ ସଂରକ୍ଷଣ, ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ ଭଳି ଆଧୁନିକ ଚିନ୍ତାଧାରାର ସମାଧାନ ପାଇଁ ଲୋକକଳା ବିକଶିତ ହେଉଛି। ସାମ୍ପ୍ରତିକ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା, ଲୋକକଳାକୁ ଆଜିର ପରିପ୍ରେକ୍ଷୀରେ ପ୍ରାସଙ୍ଗିକ ଓ ପ୍ରଭାବଶାଳୀ କରିବା ପାଇଁ ସୌର ଚିତ୍ରକଳା ଓ ପଟ୍ଟଚିତ୍ର ଭଳି ପାରମ୍ପରିକ କଳାକୁ ଗ୍ରହଣ କରାଯାଉଛି। 7 ନମ୍ବର ପଏଣ୍ଟ, ଆଧୁନିକୀକରଣ ମଧ୍ୟରେ ସାଂସ୍କୃତିକ ନିରନ୍ତରତା। ଓଡ଼ିଶା ଦ୍ରୁତ ଗତିରେ ଆଧୁନିକୀକରଣ ହେଉଥିବାରୁ ଲୋକକଳା ଅତୀତର ଏକ ସଂଯୋଗ ପ୍ରଦାନ କରୁଛି, ଯାହା ଲୋକଙ୍କୁ ସେମାନଙ୍କ ମୂଳ ସହ ଯୋଡ଼ି ରହିବାରେ ସାହାଯ୍ୟ କରୁଛି। ଉଭୟ ପରମ୍ପରା ଓ ଉଦ୍ଭାବନକୁ ଅନ୍ତର୍ଭୁକ୍ତ କରି ଲୋକକଳା ଓଡ଼ିଶାର ଏକ ଆଧୁନିକ ରାଜ୍ୟରେ ପରିଣତ ହେବା ସହିତ ସାଂସ୍କୃତିକ ନିରନ୍ତରତା ଓ ପରିଚୟ ସଂରକ୍ଷଣକୁ ସୁନିଶ୍ଚିତ କରିଥାଏ। ଶିକ୍ଷା ଓ ସାଂସ୍କୃତିକ ସଚେତନ। ଲୋକକଳା ଶିକ୍ଷା କ୍ଷେତ୍ରରେ ଭୂମିକା ଗ୍ରହଣ କରି ଯୁବପିଢ଼ିକୁ ସେମାନଙ୍କ ଐତିହ୍ୟକୁ ବୁଝିବା ଓ ପ୍ରଶଂସା କରିବାରେ ସହାୟକ ହୋଇଥାଏ। ଓଡ଼ିଶାର ପାରମ୍ପରିକ କଳା ଉପରେ ଆଧାରିତ କର୍ମଶାଳା, ମହୋତ୍ସବ, ପ୍ରଦର୍ଶନୀ ସାଂସ୍କୃତିକ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଯାହାଦ୍ୱାରା ଏହି କଳାଗୁଡ଼ିକ
ଭବିଷ୍ୟତ ପିଢ଼ିକୁ ମିଳିପାରିବ। ଶେଷ କଥା, ନୂଆ ଓଡ଼ିଶା ଗଠନରେ ଲୋକକଳା ଏକ ବହୁମୁଖୀ ଭୂମିକା ନିର୍ବାହ କରିଥାଏ। ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଠାରୁ ଆରମ୍ଭ କରି ଅର୍ଥନୀତିକୁ ପ୍ରୋତ୍ସାହିତ କରିବା, ସାମାଜିକ ସୌହାର୍ଦ୍ଦ୍ୟ ବଢ଼ାଇବା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଲୋକକଳା ରାଜ୍ୟର ଅଭିବୃଦ୍ଧିର ମୂଳଦୁଆ ସାଜିଛି। ଓଡ଼ିଶାର ଆଧୁନିକୀକରଣ ଜାରି ରହିଥିବାରୁ ଏହା ଲୋକକଳା ଉପରେ ପରିଚୟର ଏକ ଅତ୍ୟାବଶ୍ୟକ ଅଙ୍ଗ ହୋଇ ରହିଛି ଏବଂ ପରମ୍ପରା ଓ ପ୍ରଗତିର ସନ୍ତୁଳିତ ସମନ୍ୱୟ ସୁନିଶ୍ଚିତ ହେବା। ଥ୍ୟାଙ୍କ ୟୁ।